ॐ नमो भगवते वासुदेवाय। नमो भगवते वासुदेवाय। नमो भगवते वासुदेवाय। यथा मंगलाचरण भागीशयस्य वदने लक्ष्येषु च वक्ष्यसि जसते हृदय वसति तं नृसिंहं भजे विश्वसर्वदिवालक्षणं श्रीकृष्णाख्य परध्याम जगद्धाम नमामि तत् माधव माधव वैश्य सर्वसिद्धि विनायते वन्दे परस्परद्यं परस्परं प्रियलोकं मुखं करति वाचलं पङ्गुलं हैतगिरि यत्कृपाः तमः वन्दे परमानन्दो माधव जो ब्राह्मण रुद्रिणं तु स्तुतन्ति दैवस्तव देवसङ्गपद पश्यन्ति जो समज्ञा ध्यानवसते गतगते मनसा पश्यन्ति जो जोगिना दर्शन्तेन बुद्धिसुरासुरगण देवाय स्तुते नमः नारायणं नमस्कृत्यं नरं चैव नरोत्तमं देवी सरस्वती व्यासं ततो जयमुदीरयेत् निर्गलं कल्पितं फलविमुखाभिर्युक्तं पिबतं भागवतं रसमलयितं। दशम अध्याय नवम स्कंद दशम अध्याय शुक उवाच बोलनंदवार हरिबल एबे हो शुण महीपति जे वंशे जाहार संतति जे कुले जे बाहा अधिपति शुणन्ते पाप शुणन्ते पाप हनर्विशान्ति खुटांग दीर्घ बाह्यमान पुत्र होइला गुणधाम रघु ताहार तनुजात सकल गुणे सुविख्यात अज ताहार वीर्यजात तार कुमार दशरथ से दशरथ घरे रही जन्मिले नर हर दे जन्मिले नर देहि धरी चतुर्थे रूपे हे देव कार्ये जन्मिले दशरथ बीर्ये राम लक्ष्मण शत्रुघ्न भरत तुले हे चारि जन से राम चरित तु सुखे शुणिछु ऋषिंकर मुखे पिता वचने हे राज्य छाड़ी पद्मचरणे हे भूमि माड़ी लक्ष्मण सीताहांक सहिते जे दुखे वंचेबे वनस्ते सुग्रीव तुले हे मित्र करी विरूप कले हे से असुरी ताशुणी रावण ओइला बनंकु सीता हरि नेला प्रिय विच्छेद होई अंधे सुमत्री कले हे सेतु बंधे प्रथमे विश्वामित्र संगे यज्ञ लखिले हे अनुरागे
ମାରିଚ ଆଦି ନିଶାଚରେ ରାତ୍ରେ ମିଳିଲେ ହେ ଯଜ୍ଞଶାଳେ ଲକ୍ଷ୍ମଣ ତୁଲେ ହେ ତା ସଂହାରି ମୁନିଙ୍କ ଯଜ୍ଞ ରକ୍ଷା କରି ସେ ପୁଣି ସୀତା ସ୍ୱୟଂବରେ ମିଳିଲେ ବିଦେହ ନଗରେ ଭାଙ୍ଗିଲେ ଈଶ୍ୱର କୋଦଣ୍ଡ ବାଳକେ ଜେହ୍ନେ ହେ ଚକ୍ଷୁଦରନ୍ ବାଳକ ଜେହ୍ନେ ହେ ଇକ୍ଷଦଣ୍ଡ ଅଶେଷ ରାଜା ଗଣ ଜିଣି ସୀତାଙ୍କୁ ସ୍ୱୟଂବର ଆଣି ଅଯୋଧ୍ୟା ନଗରେ ଆସନ୍ତେ ପରଶୁରାମ ବନ ପଥେ ବୋଇଲେ ଶ୍ରୀରାମଙ୍କୁ ଚାହିଁ ଧନୁ ଭାଙ୍ଗିଲୁ ବଳ ତୁହି ମୋ ଧନୁ ଧରିବାର ହେଉ ନୋହିଲେ ସୀତା ମତେ ଦେଉ ହେମନ୍ତେ ତାର ବାକ୍ୟ ଘେନି ତା ଧନୁ ଧରି ବାମ କରେ ତକ୍ଷଣେ ଭୃଗୁପତି ବୋଲେ ଜଙ୍ଘେ ବସାଇ ଗୁଣ ଦେଲେ ରାମର ଦେଖି ଘୋର ତମ ପାଦେ ନମିଲେ ହେ ପଶୁରାମ ସୀତାଙ୍କୁ ଆଣି ନିଜପୁରେ ପ୍ରବେଶ ହୋଇଲେ ସତ୍ୟରେ ପିତା ଯେ ପତ୍ନୀ ବଶ ହୋଇ ଯାହା ବୋଇଲା କୟକେଇ ମୋର ତନୟ ରାଜା ହେଉ ତା ସୁତ ରାମ ବନେ ଯାଉ ସେ ରାମ ପିତାର ବଚନେ ତକ୍ଷଣେ ଚଳିଲା ବିପିନେ ବନେ ବୁଲନ୍ତି ବେନି ଭାଇ ଜନକ ସୁତା ସଙ୍ଗେ ଲଇ ରାବଣ ଭଗ୍ନି ସୁପର୍ଣ୍ଣେଖା ମାୟାର ବଳେ ଦେଲା ଦେଖା ଲକ୍ଷ୍ମଣ ରଘୁନାଥ ବୋଲେ ତୋ ନାସା ଶ୍ରବଣ ଛେଦିଲେ ତା ଛଳେ ରାତ୍ର ଚରଗଣ ଆଉ ଭାରି କଲେ ହେ ଘୋର ରଣ ଖର ଦୂଷଣ ଯେ ତ୍ରିଶିରା ଯୁଦ୍ଧେ ମିଳିଲେ ହେ ମହାବୀରା ସୁପର୍ଣ୍ଣଖାର ବନ୍ଧୁ ଗଣେ ଯେତେକ ମିଳିଲେ ଘୋର ରଣେ ତାଙ୍କୁ ଛେଦିଲେ ହେ ତୀକ୍ଷ୍ଣ ସରେ ଅଶେଷ ଜନ ଉପକାରେ 14,000 ଯେ ବଳ ଛେଦିଲେ 10 ରଥ ବାଳ ଅବରସା ଋତୁ ଆଗମନେ ପଶିଲେ ରାମ ଘୋର ବନେ ତୁଳନ୍ତେ ତେନ୍ତୁଳି ବୃକ୍ଷ ତଳେ ରହି ପଲ୍ଲବେ କୁଟୀର ଭିଆଇ ସୀତାର ରୂପ ଗୁଣ କଥା ଶୁଣି ରାବଣ ମନେ ବ୍ୟଥା ଚିତ୍ତେ ପୀଡ଼ିତ କାମ ମସରେ ରାକ୍ଷସ ପଶେ ହେ ଅନ୍ତପୁରେ ମାରିଚ ରାବଣ ଆଦେଶେ ମିଳିଲା ରଘୁନାଥ ପାଶେ ଅଦ୍ଭୁତ ବିଧାତାର ଯୋଗ ବନେ ମିଳିଲା ମାୟା ମୃଗ ବନେ ସୁବର୍ଣ୍ଣ ମୃଗ ଦେଖି ରାମଙ୍କୁ ବୋଲେ ହେ ଚନ୍ଦ୍ରମୁଖୀ ବନାଥ ମୋର କ୍ରୀଡ଼ା ଅର୍ଥେ ସୁବର୍ଣ୍ଣ ମୃଗ ଦିଅ ମତେ ସେ ରାମ ନାରୀ ବଶ ହୋଇ ଧନୁ ନାର ଚାହା કરે ଦେଇ ଧାଇଲେ ମୃଗ ହବତ ଅର୍ଥେ ସେ ଗହନ ବନସ୍ତେ ତାହାକୁ ମାରିବାର କାଳେ ଶବଦ କଲା ସେ ବିକଳେ ରଖ ହେ ଲକ୍ଷ୍ମଣ ଶୁଭିଲା ଜାନକୀ ଲକ୍ଷ୍ମଣେ କହିଲା ଲକ୍ଷ୍ମଣେ ଯାଅ ବେଗେ ହୋଇ ସ୍ୱାମୀ କି ବିପଦ ପଡ଼େ ତକ୍ଷଣେ ଧନୁ ଧରି ହସ୍ତେ କଲେ ଶ୍ରୀରାମଙ୍କର ପଥେ ରାବଣ ମିଳି ବୃକ୍ଷ ତଳେ
ସୀତାଙ୍କୁ ନେଲା ଅନ୍ତରାଳେ ସୀତା ବିଚ୍ଛେଦେ ଦୁଃଖ ମନେ ତହୁଁ ଚଳିଲେ ଅନ୍ୟ ବନେ ସ୍ତ୍ରୀ ସଙ୍ଗତ ଦୋଷ ପାଦେ ଅବଶ୍ୟ ପଡ଼ ହଇ ପ୍ରମାଦେ ତକ୍ଷଣେ ମହନ୍ତେ କହିଲେ ଜଟାୟୁକୁ ଦଗ୍ଧ କଲେ କବନ୍ଧ ନାମେ ମହାସୁର ବୋଲେ ନାସିଲା ପ୍ରାଣ ତାର ତହୁଁ ଚଳିଲେ ଦୁଃଖ ମନେ ମିଳିଲେ ଋଷ୍ୟ ମୁଖ୍ୟ ବନେ ସୁଗ୍ରୀବ ତୁଲେ ମିତ୍ର କରି ସେବନେ ବାଳି କୁସଂହାରୀ ଅଙ୍ଗତ ହନୁମାନ ତୁଲେ ସମୁଦ୍ର ନିକଟେ ମିଳିଲେ ପ୍ରିୟା ବିଚ୍ଛେଦେ ଦୁଃଖ ମନ ଜାଣିଲେ ବରୁଣ ରାଜନ ସ୍ୱଭାବେ ଦୁର୍ଗମ ଗଭୀର ଭ୍ରମନ୍ତି ଗମନେ କୁମ୍ଭୀର ତକ୍ଷଣେ ନିଜ ରୂପ ଧରି ରାମଙ୍କ ପାଦେ ନମସ୍କାରୀ ଆନନ୍ଦ ଆଉ ଅନେକ ସ୍ତୁତି ବାକ୍ୟ କଲା ସେତୁ ବନ୍ଧନେ ମାର୍ଗ ଦେଲା ବୋଇଲ ଭକ୍ତି ବହି ରାବଣ ବଧ କଲୁ ତୁହି ସକଳ ଅସୁର ସଂହାରୀ ବେଗେ ତୁ ଲଭ ନିଜ ନାରୀ ତୁ ଯଶ ରହୁ ଦଶ ଦିଶେ ମୁନିଏ ବୋଲ ହରସେ ସୁଗ୍ରୀବ ନୀଳ ହନୁମନ୍ତେ ଅଙ୍ଗଦ ତୁଲେ କପି ଯୁଥେ ଚଳନ୍ତି ରକ୍ଷ ବଳ ସଙ୍ଗେ ଲଙ୍କା ଗମନ କର ବେଗେ ନିକୁମ୍ଭ କୁମ୍ଭ ଇନ୍ଦ୍ରଜିତ ଧ୍ରୁମାକ୍ଷ ଆଦି ଯେତେ ଯୁଦ୍ଧ ଏ ଆଦି ଯେତେ ଘୋର ସୈନ୍ୟ କୁମ୍ଭକର୍ଣ୍ଣ ଦିହି ବୀରମାନ ଶୂଳ ଖଡ଼ଗ ଗଦା ଦୃଷ୍ଟେ ଆଭୂଷଣ୍ଡେ ତୀକ୍ଷ୍ଣ ଶର ବୃଷେ ପ୍ରହାର ଅସୁର ସମୂହେ ସମୂଳେ ହନ୍ତି ଜେଣେ କ୍ଷୟେ ସୁଗ୍ରୀବ ଲକ୍ଷ୍ମଣ ସହିତେ ଗନ୍ଧମାର୍ଦ୍ଦନ ହନୁମନ୍ତେ ଏ ଆଦି ରୁକ୍ଷ ବଳ ତୁଲେ ରାବଣ ସଂହାର ତୁ ବଳେ ହେମନ୍ତେ ବରୁଣର ବାଣୀ ଶୁଣି ଚଳିଲେ ରଘୁମଣି ସଙ୍ଗତେ ଘେନି କପି ବଳ ଲଙ୍କାରେ ସଂଯୋଗ ଜିଅ ନଳ ରାକ୍ଷସ ତୁଲେ ଯୁଦ୍ଧ କରି ଅନେକ ବଳ ହତା ସଂହାରୀ ସୀତା ହରଣ ଦୋଷ ଫଳେ ସଂଗ୍ରାମେ ନରସିଂହରେ ସକଳେ ଦେଖିଣ ବୀରଙ୍କ ମରଣ ରଥରେ ରହିଲା ରାବଣ ମାତଳି ଘେନି ଦିବ୍ୟ ଜାନେ ମିଳିଲା ରାମ ସନ୍ନିଧାନେ ରାମ ରାବଣ ମୁଖ ଚାହିଁ କହନ୍ତି କୋପ ଭର ହୋଇ ସେ ନାରୀ ଆଣିଲୁ ତୁ ଚୋରାଇ ତପ ପ୍ରଭାବେ ଗର୍ବ ବହି ଆଜ ସରିଲା ତପ ଫଳ ହେଳେ ଗଞ୍ଜିବୁ ତୋର ବଳ ଏମନ୍ତେ କହି ରଘୁନାଥ କୋପେ କୋଦଣ୍ଡ ଧରି ହସ୍ତ ବଜ୍ରେ ସମାନ ରାମ ସର ଭେଦିଲା ରାବଣ ରୁଦର ରଥୁ ପଡ଼ିଲା ଭୂମି ତଳେ ଦଶ ବଦନୁ ସୋହେ ଗଳେ ଭୂମି କମ୍ପିଲା ଥର ହର ଶବଦ ଶୁଭେ ହାହାକାର ରାବଣ ହେତୁ ଶୁଣି କର୍ଣ୍ଣେ ସଭ୍ରାମେ ଅନ୍ତଃପୁର ଜନେ ତକ୍ଷଣେ ମନ୍ଦ ଦରି ତୁଲେ ରାକ୍ଷସୀ ଗଣ ଉଭାରିଲେ
ରୋଦନ କରହନ୍ତି ବିକଳେ ଶବଦେ ଭୁବନ ଉଛଳେ ମିଳିଲେ ରଣ ଭୂମି ମଧ୍ୟେ ସ୍ୱାମୀ ସମୀପେ ହେ ଶୋକନାଦେ ହୃଦୟ ବେନି କର ଦାଡ଼ି ହୋ ନାଥ ବୋଲେ ହେ ପାଦେ ପଡ଼ି ରାକ୍ଷସ ନାରୀ ହିଙ୍କ ରୋଦନ ପୁରିଲା ଧରହଣି ଗଗନ କାନ୍ଦନ୍ତି ସ୍ୱାମୀ କୋଳେ ଧରି ନାରୀଙ୍କ ତୁଲେ ହେ ମୋଦ ଧରି ବଜ୍ର ସମାନ ରାମ ସର ଭେଦିଲା ତାର ହୃଦୟର ବନାଥ ତୋହର ମରଣେ ହସିବୁ କାହାର ଶରଣ ତିନି ଭୁବନେ ହେ ବୀରପଣ ଅନାଥ କଲୁ ନାରାୟଣ ତୋର ମରଣେ ହେ ଲଙ୍କାପୁରୀ ଢାଲେ ହୋଇଲା ହତ ସିରି ତୁ ନାଥ କାମେ ହେ ଭୋଳ ହୋଇ ଛଳେ ରହିଲୁ ବଇ ଦେହି ସେ ଦୋଷ ତୋତେ ହେ ନାଶ କଲା ମରଣ ଦଶା ଭିଆଇଲା ଅନଥା କଲୁ ସର୍ବନାଶୀ ନାରୀ ଆମ୍ଭେ ସଙ୍ଗତେ ଲଙ୍କାପୁରୀ ଦେହକୁ କଲୁ ଦଗ୍ଧ ଗ୍ରାସ ନରକେ ହୋଇବୁ ପ୍ରବେଶ ଏମନ୍ତେ କହି ନାରୀ ଗଣେ ପ୍ରାଣ ଛାଡ଼ିଲେ ହେ ହୁତାସନେ ହରିଲା ମନ୍ଦୋହ ଧରି ରହିଲା ମନ୍ଦହ ଧରି ଶେଷେ ଏବେ ହୋ ଶୁଣ କୁରୁ ଶିଷେ ରାବଣ ଭାଇ ବିଭୀଷଣ ଥିଲା ଯେ ଶ୍ରୀରାମ ଶରଣ ତାହାକୁ ଦେଲେ ମନ୍ଦ ଧରି ଲଙ୍କାରେ ଅଭିଷେକ କରି ବୋଇଲେ ପ୍ରଭୁ ରଘୁବୀର ଏବେ ତୁ ପ୍ରେତ କାର୍ଯ୍ୟ କର ହେମନ୍ତ ଆଜ୍ଞା ତାକୁ ଦେଲେ ଅଶୋକ ବିପନେ ମିଳିଲେ ସୀତା ଦେଖିଲେ ହେବେନି ଡୋଳେ ଅଧବଦନେ ବୃକ୍ଷ ମୂଳେ ରାମ ବିଚ୍ଛେଦେ ଦୁଃଖ ଭର ଶୁଖିଛି ସୁରଙ୍ଗ ଅଧର ନୟନ ଅଶ୍ରୁ ଜଳେ ପୁରୀ ତା ସୀତା ବୋଲେ କର ଧରି ଜାନକୀ ପ୍ରଭୁ ମୁଖ ଚାହିଁ ବେଗେ ଉଠିଲା ଜ୍ଞାନ ପାଇ ଆଦିତ୍ୟ ଦେଖି ପଦ୍ମଜେନେ ଅନାୟୁର୍ମଳିଲୋଚନେ ଅଗ୍ନିରେ ପ୍ରବେଶ ହୋଇଲେ ସ୍ୱାମୀର ସନ୍ତୋଷ ଦହିଲେ ଶ୍ରୀରାମ ହସ୍ତେ ହସ୍ତ ଦେଇ କାଞ୍ଚନ ବିମାନେ ଆରୋହୀ ଲକ୍ଷ୍ମଣେ ହନୁମାନ ତୁଲେ ରାମ ବିମାନେ ବିଜେ କଲେ ବିଭୀଷଣକୁ ଦାଶରଥୀ ଲଙ୍କାରେ କରି ଅଧିପତି ବୋଇଲେ ହୁଅ ତୁ ଅମର ଏ ଲଙ୍କା କଳ୍ପେ ହେ ଭୋଗ କର ବିଭୀଷଣକୁ ରାଜା କରି ରାମ ବିଜୟ ନିଜ ପୁରୀ ପିତା ଦେଶେ ବନବାସ ପୁରିଲା 14 ବରଷ ରାମ ବିଜୟେ ଇନ୍ଦ୍ର ଚାହିଁ ସ୍ୱର୍ଗେ କୁସୁମ ବରସଇ ଗଗନେ ଦେବ ବନ୍ତି ରାମ ବିଜୟ ଉଚ୍ଚାରନ୍ତି ରାମ ବିଚ୍ଛେଦେ ଦୁଃଖ ମନେ ଭରତ ଥିଲେ ତପବନେ ତାର ଚରିତ ଶୁଣି କନେ ଯେ ବାହାରିଲେ ମୁନି ଜନେ କଠୋର ତପବନେ କରି ସେ ବ୍ରହ୍ମଚାରୀ ରୂପ ଧରି ଯାବକ ଭାସେ ଯାବକ ଭକ୍ଷେ ଗୋରୁ ମୂତ୍ରେ ବକଳ ପିନ୍ଧେ କଟି ସୂତ୍ରେ ପିଙ୍ଗଳ ଜଟା ହାସିରେ ବହି ରାତ୍ରେ ଭୂମିରେ ବୀରେ ଶୋଇ ରାମ ପାଦକୁ ଅଗ୍ରେ ଥୋଇ ରାମ ପାଦୁକା ଅଗ୍ରେ ଥୋଇ ନିଶ୍ଚଳ ଚିତ୍ତେ ନିତ୍ୟ ଧାଇ ସେ ରାମ ମୁନି ହେ ଗଣ ତୁଲେ ଭରତ ଆଶ୍ରମେ ମିଳିଲେ ତାହାର ହସ୍ତେ ରାମ ଧରି ସଦୟ ଚିତ୍ତେ କୂଳ କରି ରାମ ଲକ୍ଷ୍ମଣ ହନୁମାନ ସଙ୍ଗତେ ଚଳିଲେ ଭରତ ରାମ ପାଦୁକା ହାସିରେ ଶୋଇ
ରାମ ପାଦୁକା ଶିରେ ଶୋହେ ତପସ୍ୱୀ ରୂପେ ଜନମୋହେ ମିଳିଲା ଅଯୋଧ୍ୟା ନିକଟେ ସରଜୁ ନଦୀ ପର୍ବତଟେ ରାମର ଆଗମନ ପଥେ ମିଳିଲେ ପାତ୍ର ପରିହିତେ ଦେବ ଶବଦେ ବିପ୍ରଜନେ ଶଙ୍ଖ ଦୁନ୍ଦୁବି ବାଦ୍ୟସ୍ୱରେ ଦିବ୍ୟ ବିମାନ ଶ୍ରେଣୀ ସାଥେ ବିରୋଧା ମନ୍ତ୍ରୀ ବେগে ପଥେ ଧ୍ୱଜା ପତାକା ଶୋଭେ ସ୍ୱର୍ଣ୍ଣେ ଉତ୍ତମ ବାଜି ଗଜ ଜେନେ ଜିଣି ଗଣିକା ଯୁଥ ଅଗ୍ରେଶ ହେ ମାର୍ଗେ ଚଳନ୍ତି ଜନମୋହେ ବିବିଧ ଉପାୟନ ହସ୍ତେ ଜୟ ଶବଦ କରି ପଥେ ଯୁବତୀ ଘେନି ଦୀପାବଳି ପଥେ ଦିଅନ୍ତି ହୁଳହୁଳି ବିପ୍ରଙ୍କୁ ଦେଖି ରଘୁନାଥ ଶିରେ ନିବେଶି ବେନି ହସ୍ତ କୁଆଡ଼େ ଏମିତି ଯିବି ହଉ ବିପ୍ରଙ୍କୁ ଦେଖି ରଘୁନାଥ ଶିରେ ନିବେଶି ବେନି ହସ୍ତ ତାହାଙ୍କୁ ନମସ୍କାର କଲେ ସୀତା ଲକ୍ଷ୍ମଣ ଘେନି ତୁଲେ ଅଯୋଧ୍ୟାପୁରେ ଜନ ଯେତେ ରାମ ଆଗମ ଦେଖି ପଥେ ରାମ ଲକ୍ଷ୍ମଣ ସୀତା ଚାହିଁ ରଙ୍ଗେ ନାଚିଲେ ଗୀତ ଗାଇ ରାମ ପାଦୁକା ଘେନି ଶିରେ ଭରତ ଚଳ ଈଶ ଧୀରେ ଭରତ ଚଳେ ହେ ରାମ ପାଶେ ବିବୁଦ୍ଧି ଦେଖନ୍ତି ଆକାଶେ ଉତ୍ତମ ବୀଜ ରାମରେ ସୁଗ୍ରୀବ ବିଭୀଷଣ ଧରେ ଅଞ୍ଜନା ସୁତ ବୀରମଣି ଚଳନ୍ତି ଛତ୍ର ଘେନି ଶତ୍ରୁଘ୍ନ କରେ ହେ ଧନୁଷର ପଥେ ଦେଖନ୍ତି ସୁର ନର ଜାନକୀ କରେ କମଣ୍ଡଳ ପୁରୀତ ନାନା ତୀର୍ଥ ଜଳ ଆଉ ଅଙ୍ଗଦ ହସ୍ତେ ହେ ଖଡ୍ଗ ସୋହେ ସୁବର୍ଣ୍ଣ ଶତ ଚନ୍ଦ୍ର ଜେନେ ସୁବର୍ଣ୍ଣବନୀ ନାରୀ ଯୁଥ ମନେ ବିଜୟ ରଘୁନାଥ ନକ୍ଷତ୍ର ମଧ୍ୟ ଜେନେ ଶଶୀ ଆଉ ତ୍ରିଦଶେ କୁସୁମ ବରସି ସଙ୍ଗତେ ଘେନି ତିନି ଭାଇ ମିଳିଲେ ଅନ୍ତପୁରେ ଯାଇ ସେ ପୁର ମହିମା ବର୍ଣ୍ଣିତ ମଣ୍ଡଳୀ ହସ୍ତି ଦ୍ୱାର ସ୍ଥିତ ନାନା ସୁଗନ୍ଧେ ପରିମଳ ନାନା ସୁବାସିତ ଶୀତଳ ପ୍ରସାଦ ଗୋପୁରାଦି ଶୋଭେ ଚିତ୍ର ଦେବତା ଗୃହ କିବା ପତାକା ସୁବର୍ଣ୍ଣ କଳସ ଶୋଭିତ ଦିଶେ ଦଶ ଦିଶ ଆଉ ପୁତ୍ନାଗ ନାରୀ କେଳେ ଆଦି ବସ୍ତ୍ର ଜାଳିଲେ ଦର୍ପ ପାଣି ତୋରଣ ବିଚିତ୍ର ଦିଶନ୍ତି ପ୍ରଜାଙ୍କୁ ହର ସେ ଚାହାନ୍ତି ଘେନିଣ ନାନା ଦ୍ରବ୍ୟମାନ ଆନନ୍ଦେ କରହନ୍ତି ଦର୍ଶନ ଆଶିଷ କରିଣ ବୋଲନ୍ତି ପୂର୍ବେ ବରାହ ରୂପ ପୃଥି ଆଉ ଧରି ରଖିଲ ଗୋସାଇଁ ଏବେ ଶ୍ରୀରାମ ରୂପ ତୁହି ଶ୍ରୀ ପୁରୁଷେ ଗୃହ ଛାଡ଼ି ଆରୋହୀ ଆଳି ପାଚେ ଦେଖିବା ପାଇଁ ହୀନ ଉତ୍ସକ
ବୀର ଦର୍ଶନ ଯେଉଁ ସୁଖ ସର୍ବେ ସନ୍ତୋଷ ମନ ହୋଇ କୁସୁମ ବର ସନ୍ତି ନେଇ ନମିଲେ ଗୁରୁ ପତ୍ନୀ ବାଦେ କୌଶଲ୍ୟାର ଚରଣ ଆନନ୍ଦେ ରାମଙ୍କୁ ଦେଖି ମାତୃଗଣ ଆନନ୍ଦେ କରନ୍ତି କଲ୍ୟାଣ ପ୍ରାଣକୁ ପାଇ ତନୁ ଜେନେ ଉଠଇ ହର ସବଦନେ ଆନନ୍ଦେ ଅଶ୍ରୁ ଜଳ ନେତ୍ରେ ସଞ୍ଚିତ ଶ୍ରୀରାମଙ୍କ ଗାତ୍ରେ ଶ୍ରୀରାମ ଶିରେ ହେ ଜଟା ଦେଖି ସର୍ବେ ହୋଇଲେ ମନ ଦୁଃଖୀ ତକ୍ଷଣେ ମିଳିଲେ ବ୍ରାହ୍ମଣେ ବଶିଷ୍ଠ ଆଦି ମୁନି ଗଣେ ମୁଣ୍ଡନ କଲେ ହେ ଜଟା ଭାରି ଘେନାଇ ନାନା ଉପକାର ସୁବର୍ଣ୍ଣ କୁମ୍ଭ ତୀର୍ଥ ଜଳେ ରାମଙ୍କୁ ଅଭିଷେକ କଲେ ଉତ୍ତମ ବସ୍ତ୍ର ଅଳଙ୍କାର ରତ୍ନ ମୁକୁଟକୁ ବାନ୍ଧି ଶିର ଜାନକୀ ତୁଲେ ଅଭିଷେକେ ମିଳି ଚକଳ ପ୍ରଜା ଲୋକେ ରାମକୁ ପାଇ ପ୍ରଜା ଜନେ ସକଳେ ହରି ସତ ମନେ ପୁତ୍ର ପାଇ ଜେନେ ଆନନ୍ଦେ ହର ସବଦନେ ତ୍ରେତୟା ବର୍ତ୍ତମାନ କାଳେ ଯେ ସନେ ସତ୍ୟ ଯୁଗ ମିଳେ ରାମ ହୋଇଲେ ହେ ରାଜା ସତ୍ୟ ଯୁଗର ପ୍ରାୟ ପ୍ରଜା କରନ୍ତି ସ୍ୱଧର୍ମ ଆଚର ଏବେ ହୋ ଶୁଣ କୁରୁ ବୀର ବନ ପର୍ବତ ନଦ ନଦୀ ଦୀପ ବରସ ସିନ୍ଧୁ ବେଦୀ ପ୍ରଜାଙ୍କୁ କାମ ଧେନୁ ପ୍ରାୟେ ଭୂମି ହୋଇଲା ରସଦାୟେ ନାସିଲେ ବ୍ୟାଧ ବୃଥା ହୋଇଲେ ସାମରଥା ସେ ରାମ ଏକ ପତ୍ନୀ ବ୍ରତ ଆଚରେ ରାଜା ଋଷି ମତ ଆଚରି ଗୃହ ଧର୍ମ ଶୁଭେ ସକଳ କ୍ରିୟାକର୍ମ ଜାନକୀ ରାମ ହର ଚରଣେ ସ୍ୱଧର୍ମେ ଖଟେ ଅନୁକ୍ଷଣେ ପବିତ୍ର କଲେ ନିଜ ଅଂଶେ ଜନମୀ ହରି ଯେଉଁ ଅଂଶେ ସୁଜନେ ଚିନ୍ତି ଅବିରତ ଆଦିତ୍ୟ ବଂଶାନୁଚରିତ ତରିବ ଏ ଭବ ଜଳଧି ଶ୍ରବଣେ ସୁର ନିରବଧି କହଇ ଦାସ ଜଗନ୍ନାଥ ନବମ ସ୍କନ୍ଧେ ଭାଗବତ ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପରମାସ୍ୟା ସଂହିତା ନବମ ସ୍କନ୍ଧେ ଦଶମ ଅଧ୍ୟାୟ। ଏକାଦଶ ଅଧ୍ୟାୟ ନବମ ସ୍କନ୍ଧ ଏକାଦଶ ଅଧ୍ୟାୟ बोल प्रेमंदवार हरि बोल कहन्ति शुण महाजति शुण परीक्ष चक्रवर्ती सुकौवाच बोल प्रेमंदवार हरि बोल श्री राम राज्ये हे होए राजा आनंदे पाले हे जन प्रजा उत्तम कल्पे यज्ञ कले वशिष्ठ आदि मुनि तुले विप्रंको चारि बेदुवरी दक्षिणा देले चित्त भरी भूमि की करी चारि भागे दक्षिणा कले अनुर ताहा होतांको पूर्व दिग देले अधर्य पश्चिमे कल्पिले आउतर दिग सोमगाने ब्रह्मा को दक्षिणे बधिले
ओम भूर्भुवस्सुः तस्य वितुर्वरेण्यं भर्गो देवस्य धीमहि धियो यो न प्रचोदयात् नारायणं नमस्कृत्यं नरं चैव नरोत्तमं देवी सरस्वती व्यासं ततो जयमुदीरयेत्। प्रभु शांति शांति पृथ्वी शांति मालम शक्ति माधि।